ଗୋଟେ ନଈ ସେଥିରୁ ଗୋଟେ କେନାଳ ଯାଇଛି। ନାଳଟେ ତା ଦେହରେ କଳମ ଶାଗ ହେଇଛି। କଳମ ନଟା ଯେମିତିକିଆ ମାଡ଼ିଛି, ତା ଦେହରେ କିମ୍ଭୀର ରହିଛି। ଜଣେ ଗର୍ଭବତୀ ମା ସେ ଶାଗକୁ ଦେଖିଲା, ଦେଖିକିନି ତାର ଲୋଭ ହେଲା ଯେମିତି ସେ କ'ଣ କଲା, ସେ କଳମ ପାଇଁ ଗଲା ଆଣିବା ପାଇଁ। କିମ୍ଭୀର କହିଲା, ତୁ ଯଦି ମୋଠୁ ଶାଗ ନେବୁ ମତେ ତୁ କ'ଣ ଦବୁ? ଇଏ ମାଟି କହିଲା, ମୋ ଗର୍ଭରେ ଯିଏ ଅଛି, ଯଦି ପୁଅ ହଇ ମୋର, ଯଦି ଝିଅ ହୁଏ ତମକୁ ଦେମି। ସେଠୁ ଆଣିଲା ଶାଗ ଆଣି ଖାଇଲା। ସେଠୁ ଝିଅଟିଏ ହେଲା। ଝିଅ ହେଲା ଆଉ ତାର ମନରେ ନାହିଁ। ତା ବାପ ଦିନେ ନେଇକିନି ଯାଉଛି। ଝିଅଟି ବଡ଼ ହେଇଗଲା 8-9 ବର୍ଷର। ଏଠୁ ଝିଅକୁ ବାପ ନେଇକିନି ଯାଉଛି ମାମୁଁ ଘରକୁ। ଫୁଲ ଫୁଟିଛି ଯେ ସୁନ୍ଦର ହେଇକିନି ଆଉ। ଏଠୁ ସେ ଝିଅଟି କହିଲା, ବାପା ମୁଁ ଏ ଫୁଲ ଆଣିବି। ଏଠୁ ଗଲା, ବାପ କ'ଣ କଲା, ଓହ୍ଲେଇ ଦେଲା। ଏଠୁ ଗଲା, ଝିଅ ଯୋଉମିତି ପଶିଲା ପାଣି ଭିତରେ, କିମ୍ଭୀର ଘୁଞ୍ଚି ଘୁଞ୍ଚିକା ଗଲା, ଫୁଲ ଘୁଞ୍ଚି ଘୁଞ୍ଚିକା ଗଲା, ଆଣ୍ଠିକ ପାଣିରେ ହେଲା। କହିଲା, ଫୁଲ ଘୁଞ୍ଚି ଘୁଞ୍ଚି ଯାଉଚିଲୋ ବାପା, ଆଣ୍ଠିକ ପାଣିରେ ହେଲା। ସିଏ ତା ବାପରେ ମନରେ ପଡ଼ିଗଲା, ତା ମା କହିଥିଲା ମୁଁ ଏଇ କିମ୍ଭୀରକୁ ଏଇମିତି କହିଛି। ତା ବାପରେ ମନରେ ପଡ଼ିଗଲା, କହିଲା ମୁଁ କ'ଣ କରିମିଲୋ ମା, ତୋ ମା ଖାଇଛି କଳମ। ଏମିତି ଯାଉଁ ଯାଉଁ ହେଠୁ ବେକ ପାଣିରେ ହେଲା। ହେଠୁ ସେଇଠୁ କିମ୍ଭୀର ନେଇକିନି ତାକୁ ରଖିଲା। କିମ୍ଭୀର ଯୋଉଠୁ ଯା ଆଣେ ସେ ଝିଅକୁ ଖାଇବାକୁ ଦିଏ, ରଖିଲା। ଇଏ ଗଲେ, ହେଠୁ କାନ୍ଦି ବୋବେଇକିନି ରହିଲେ। ଏମିତି କିଛି ଦିନ ଗଲା। କିଛି ଦିନ ବାଦେ ହେଠୁ ଝିଅ ବଡ଼ ହେଇଗଲା। ଝିଅ ବଡ଼ ହେଇଗଲା ଯେମିତି ସେ କିମ୍ଭୀର କ'ଣ କଲା, କହିଲା ମୁଁ ଆକୁ କୋଉଠୁ ବରପାତ୍ର ଖୋଜିକିନି ବାହା କରିମି। ତେଣୁ କରିକିନି ସେ ଯେତେବେଳେ ବରପାତ୍ର ଖୋଜି ଗଲା, କିମ୍ଭୀର କୁଆଡ଼େ ଆଉ ଯିବ। ଏଇଭଳି ଗୋଟେ ପୁଅ ଦିନେ ଗାଧଉଥିଲା। ସେ ପୁଅଟିକି ଆଣିଲା, ଗଲା ଆଣିବାକୁ। ସେ ପୁଅ ହେଠୁ ଡରିକିନି ପଳେଇଲା ଯେତେବେଳେ, ହେଠୁ କହିଲା, କିମ୍ଭୀର କହିଲା, ବାପ ତମେ ଡର ନା, ମୁଁ ତମକୁ ନେମି। ମୋର ଗୋଟିଏ ଝିଅ ରଖିଛି, ମୁଁ ବିବାହ କରେଇମି। ଏଠୁ ପୁଅଟି ରହିଲା, ଦେଖିଆ କହିଲା କ'ଣ କରିବ। ଏଠୁ କିମ୍ଭୀର ଯେତେବେଳେ ଆସିଲା ତା ପାଖକୁ, ପିଠିରେ ପକେଇଲା, କହିଲା ଜମା ଭୟ କରନା। ଏଠୁ ନେଲା, ନେଇକିନି ତାକୁ ବିବାହ କରେଇଲା। ବିବାହ କରେଇକିନି ଏଠୁ କିଛି ଦିନ ରଖିଲା, ଅଳ୍ପ ଦିନ। ଏଣେ ଖୋଜିଲେ ପୁଅକୁ, ଖୋଜିକିନି ଆଣିକିନି ସେ ପୁଅକୁ ଝିଅକୁ ଆଣି ଛାଡ଼ିଦେଲା।